আদি অনাদি অনন্ত আত্মেভ্য ভগবতে অবধূত বায়া পাগলা দেবায় নমো নমঃ। ଅରାଜକ ରାଜ୍ୟ ହେଲାଣି ରାଜା ନାହାନ୍ତି କେହି, ରାଜରାଜେଶ୍ୱର ହଇନ ରଖ ନାହିଁ କିମ୍ପାଇଁ। ଚୋର ତସ୍କର ଭୟରେ ହୁଏ ପ୍ରାଣ ତାପିତ, ଏ ସମୟେ କାହିଁ ରହିଲ ଆହେ ଜଗତ ତାତ। ଯଦି ତୁମ୍ଭେ ସର୍ବବ୍ୟାପକ ପୁଣି ଅନ୍ତରଯାମୀ, କିମ୍ପାଇଁ ନ ଶୁଣ ଦୁଃଖୀର ନିତ୍ୟ ଦୁଃଖ କାହାଣୀ। ତୁମ୍ଭର ଅଭାବେ ହୃଦୟ ସିଂହାସନଟି ଶୂନ୍ୟ, ରିପୁ ଦସ୍ୟୁ ପାଇ ସୁଯୋଗ କରୁଛନ୍ତି ପୀଡ଼ନ। ଶାନ୍ତି ନିକେତନ ହୋଇଛି ଅଶାନ୍ତିର ନିବାସ, ତେଣୁ ଡାକୁଅଛି ହେ ପ୍ରଭୁ ଆସି ତେଜ ପ୍ରକାଶ। ପ୍ରେମରେ କରଇ ଯେଜନ ତର କର୍ମ ସାଧନ, ବୁଦ୍ଧିଦାତା ହୋଇ ତାହାକୁ କରୁ ସୁବୁଦ୍ଧି ଦାନ। ସେଇ ସୁବୁଦ୍ଧିର ସାହାଯ୍ୟେ ଲୋକ ଭବ ସାଗର, ଅବହେଳେ ପାର ହୋଇ ନ ଯାନ୍ତି ସ୍ୱରଗପୁର। ଭକତ ମାନବ ପକ୍ଷରେ ତାହା ଜ୍ଞାନ କିରଣ, ଜ୍ଞାନାନ୍ଧକାର ନାଶିନ ନିଏ ସୁପଥେ ପୁଣ। ସ୍ୱରୂପ ତତ୍ତ୍ୱକୁ ସେ ଜାଣି ହୁଏ ନମ୍ର ଭକ୍ତିରେ, ସବୁଠାରେ ଦେଖେ ତାହାଙ୍କୁ ବାସୁଦେବ ରୂପରେ। ଭକ୍ତି ମାର୍ଗ ଅବଲମ୍ବନେ ନରେ କୃପାର ପାତ୍ର, କୁପ୍ରବୃତ୍ତି ସବୁ ନାଶନ୍ତି ହୋଇ ଶାନ୍ତ ମହତ। ରୂପ ବ୍ରହ୍ମ ଦେଖେ ଚକ୍ଷୁରେ ରାଧା କୃଷ୍ଣ ମୂରତି, କଳା ଡୋଳା କୃଷ୍ଣ ଅଟନ୍ତି ଧଳା ଶ୍ରୀ ରାଧା ଶକ୍ତି। ଅରୂପ ବ୍ରହ୍ମଟି ନାସାରେ କରିଛନ୍ତି ବସତି, ଦକ୍ଷିଣ ନାସାରେ ପୁରୁଷ ବାମେ ଅଟେ ପ୍ରକୃତି। ଶବ୍ଦ ବ୍ରହ୍ମ ବସି କର୍ଣ୍ଣରେ ଜୀବ ଶୁଣେ ଶବଦ, ରସ ବ୍ରହ୍ମ ବସି ଜିହ୍ୱାରେ କରୁଥାଏ ଆସ୍ୱାଦ। ଚର୍ମେ ସ୍ପର୍ଶ ବ୍ରହ୍ମ ଥାଇନ ଶୀତ ଗ୍ରୀଷମ ବାରେ, ନାନା ସ୍ଥାନେ ବସି ବ୍ରହ୍ମ ହିଁ ଖେଳେ ନାନା ଆକାରେ। ସ୍ଥୂଳ ବ୍ରହ୍ମ ଧ୍ୟାନ କରିଲେ ସୂକ୍ଷ୍ମେ ହୁଏ ଦର୍ଶନ, ନିତ୍ୟ ରାସ ତାହାଟି ରାଧା କୃଷ୍ଣ ମିଳନ। ଷୋଡ଼ଶୋପଚାରେ କରିବ ସେବା ସେହି ଦର୍ଶନେ, ସେବ୍ୟ ସେବକର ଭାବ ହିଁ ଶାନ୍ତି ଦିଏ ଜୀବନେ। ଗୁରୁ ଶିଷ୍ୟ ଭାବ ସମାନ ଗୁରୁ ବାକ୍ୟ ପାଳନେ, ସେହି ଏକା ମୁକ୍ତି ଲଭେ ଯେହୁ ଗୁରୁଙ୍କୁ ମାନେ। ଏକାକ୍ଷର ଅଟେ ପରମ ତତ୍ତ୍ୱ ଅନାଦି ଏକ, କୋଟି ବିଦ୍ୟା କଲେ ପଠନ ଆଉ ହେବ କି ଟେକ। ସଞ୍ଜୀବ ତତ୍ତ୍ୱଟି ଅଟଇ ସେହି ତତ୍ତ୍ୱ ଅନାଦି, ଆଦ୍ୟାବିଦ୍ୟା ଏହୁ ଅଟଇ ହେବ ଆଉ କି ସାଧି। ଆତ୍ମା ଅଟେ ସର୍ବବ୍ୟାପକ ନୁହେଁ ଅଭେଦ ସେହି, ଆସ୍ତି ନାସ୍ତି କେବା ଭାସିବ ତାର ତୁଳନା ନାହିଁ। ଅହଙ୍କାରେ ହୋଇ ଉନ୍ମତ୍ତ ଈଶ୍ୱରଙ୍କୁ ଭୁଲିଲି, ମୁଁ ଶ୍ରେଷ୍ଠ ପୁରୁଷ ଭାବିନ ଅନ୍ୟେ ହୀନ ମଣିଲି। ମାତ୍ର ସେହି ସର୍ବବ୍ୟାପକ ଅଛି ସବୁରି ଘଟେ, ଜନମ ପାଳନ ଧ୍ୱଂସନ କରୁଅଛି ନିରତେ। ପୁରୁଷର ରେତ ସେହି ତ ମାତୃଗର୍ଭେ ସନ୍ତାନ, ଶିଶୁ ରୂପେ ମାତା କୋଳରେ ହୁଏ ସେହୁ ପାଳନ। କାଳ ରୂପୀ ହୋଇ ଧ୍ୱଂସଇ କ୍ରମେ ସବୁ ଜୀବକୁ, ନ ବୁଝିନ ମୁହିଁ ଧରଇ ଉଚ୍ଚ ନୀଚ ଭାବକୁ। ନାନା ପରିଚ୍ଛେଦେ ଆବୁରି ଅଙ୍ଗ ଚାଲେ ଗର୍ବରେ, ମୋ ରୂପକୁ କେହି ଭ୍ରୂକ୍ଷେପ ବାରେ ହେଳେ ନ କରେ। ଉପକାର ଯାର କରଇ ହୁଏ ସେ ଅନୁରକ୍ତ, ଆଉ ସର୍ବେ ମତେ ମଣନ୍ତି କୁସିତରୁ କୁସିତ। ସକଳ ପ୍ରଭୃତ ଇଚ୍ଛଇ ମାତ୍ର ମିଳଇ ନାହିଁ, ବୁଝି ନ ପାରଇ ମାୟାରେ
ସେହି ଅଟଇ ମୁହିଁ। ମତେ ମୁହିଁ ଚିହ୍ନି ପାରିଲେ ମାନ ଖୋଜନ୍ତି ନାହିଁ। ମାନ ନ ଖୋଜିଲେ ଲଭନ୍ତି ବନ୍ଧନକୁ କିମ୍ପାଇଁ। ଭଗବାନଙ୍କୁ ମୁଁ ନ ଖୋଜି ମାନ ଖୋଜି ବସିଲି। ଚିତା ନଳେ ଗଲା ଶରୀର ମୋର ଶେଷରେ ଜଳି। ଶରୀରଟି ନଷ୍ଟ ହେବାରୁ ଧରି ଅନ୍ୟ ଶରୀର କର୍ମ ବନ୍ଧନରେ ପଡ଼ିଲି। ଚେତା ନ ହୁଏ ମୋର ମୁହିଁ କର୍ତ୍ତା ହର୍ତ୍ତା ବଲିନ ନରେ କରନ୍ତି ଗର୍ବ। କିଏ ସେବା ମୁହିଁ ଖୋଜିଲେ ତାର ନ ମିଳେ ଭାବ। ଈଶ୍ୱରଙ୍କ ଲୀଳା ଖେଳାର ସ୍ଥଳ ଅଟେ ସରବ। ପଞ୍ଚଭୂତ ବୁଦ୍ଧି ଇନ୍ଦ୍ରିୟ ବଳେ ପ୍ରାଣୀ ଉଦ୍ଭବ। ଆପେ ଆପଣାକୁ ଦଣ୍ଡନ୍ତି ପ୍ରତି ଘଟରେ ଥାଇ। କ୍ଷମା ଆଚରଣ କରନ୍ତି ପୂର୍ଣ୍ଣ ଅବସ୍ଥା ନେଇ। ଭକ୍ତି ବଳେ କର୍ମ ହୁଅଇ ଉପାସନା କର୍ମରୁ। ଉପାସନା ହେତୁ ଜ୍ଞାନଟି ଜ୍ଞାନ ବୈରାଗରୁ। ବୈରାଗ୍ୟ ବିବେକ ଉଦୟ ବିବେକରୁ ବିଜ୍ଞାନ। ବିଜ୍ଞାନୀ କରଇ ହୃଦୟେ ଲାଭ ପରମ ପ୍ରେମ। ସଂଶୟ ମନରେ ଅଟଇ ଏକମାତ୍ର ବନ୍ଧନ। ତାହାରି ବଳରେ ବୁଦ୍ଧିଟି ହୁଏ ସଂସାରେ ମଗ୍ନ। ବିଶ୍ୱାସଟି ଦୃଢ଼ ହଇଲେ ଆତ୍ମଜ୍ଞାନ ଲଭନ୍ତି। ଆତ୍ମଜ୍ଞାନ ଲାଭ ହଇଲେ ଧନେ ନଥାଏ ମତି। କରମ ସାଧନେ ସର୍ବଦା କରୁଥିବ ଯତନ। ଆପେ କର୍ମ କ୍ଷୟ ହଇବ ଲଭିଲେ ଆତ୍ମଜ୍ଞାନ। ଇନ୍ଧନ ସାହାଯ୍ୟେ ଯେସନେ ଅଗ୍ନି ହୁଅଇ ଦୃଶ୍ୟ। ନାନାଦି ଶରୀରେ ତେସନେ ପରମାତ୍ମା ପ୍ରକାଶ। ନାନାଦି ଇନ୍ଧନେ ଧରଇ ଅଗ୍ନି ନାନାଦି ରୂପ। ତେସନେ ବିଭିନ୍ନ ପ୍ରକାରେ ଭଗବାନ ସ୍ୱରୂପ। ସାଧୁ ସଙ୍ଗ ଏକା ଉତ୍ତମ ସବୁ ଲୋକ କହନ୍ତି। ପୋକ ଶୁଙ୍ଗା ଆଖୁ କ୍ଷେତରେ ରହି ମିଠା ନୁହନ୍ତି। ସାଧୁ ସଙ୍ଗ ତେବେ ଉତ୍ତମ ସଙ୍ଗ ପଲକ ମାତ୍ରେ। କୋଟି ଯଜ୍ଞ ଫଳ ଦିଅଇ କହ କେବଳ ସୂତ୍ରେ। ଚନ୍ଦନରେ ମାଛି ନ ବସେ ପୁଣି ନ ଖାଏ ଗୁଡ଼। ସଜନକୁ ଚିହ୍ନେ ସଜନ କାହିଁ ଚିହ୍ନିବେ ମୂଢ଼। ଖଳ ମୁଖ ଅଟେ ତୁଣୀର ତାର ବଚନ ବାଣ। ଉତ୍ତମ ଜନେ ନ ଭେଦଇ କରେ ଅନ୍ୟେ ଦହନ। ଶାନ୍ତି ଦୟା ସ୍ନେହ ସମାନ କରିଥାନ୍ତି ସଜନ। ବାଧେ ନାହିଁ ତେଣୁ ସହଜେ ମନ୍ଦ ଜନ ବଚନ। ଗୃହରେ ଆଶ୍ରୟ ନେବାହିଁ ଅଟେ ଗୃହସ୍ଥାଶ୍ରମ। କାମାନ୍ଧ ହୋଇ ନ ବିଧାନ କରି ନାରୀ ନରମ। ଗୁରୁ ଶିଷ୍ୟ ଭାବ ରଖିବା ସ୍ୱାମୀ ନାରୀ ମଧ୍ୟରେ। ଉଚିତ ଅଟଇ ସର୍ବଦା ଗୃହାରମ୍ଭ ଯେ କରେ। କିନ୍ତୁ ମାୟା ବଳେ ଭୁଲିନ ସେହି ନୀତିକୁ ମୁହିଁ। ସ୍ତ୍ରୀ ସେବା ସଦା କରଇ ଇନ୍ଦ୍ରି ତୃପତି ପାଇଁ। ଇନ୍ଦ୍ରିଏ ଆସକ୍ତ ଯେ ହୁଏ ନୁହେଁ ଗୃହସ୍ଥ ସେହି। କେବଳ ସେ ନର୍କେ କୀଟାଣୁ ପରିବାସ କରଇ। ସର୍ବେ ଏକମତ ହଇଲେ ଗୃହେ ତାହା ହିଁ ସ୍ୱର୍ଗ। ନତୁବା ହୁଅଇ ସର୍ବଦା ତହିଁ ଯନ୍ତ୍ରଣା ଭୋଗ। ଘର କେଉଁଠାରେ ପୁଛନ୍ତି ଦେଖି ନାରୀ ପୁରୁଷ। ନର କଳେବର ଅଟଇ ମୋର ପ୍ରିୟ ଆବାସ। ଏହି ଘରକୁ ମୁଁ ଛାଡ଼ିଲେ ଚଳେ ଅନ୍ୟ ଗୃହକୁ। ଗୃହସ୍ଥାଶ୍ରମ ମୁଁ କରଇ ଧରି ନାନା ରୂପକୁ। କାହିଁ କୁଠା ଘରେ କରଇ ବାସ କାହିଁ କୁଟୀରେ। କେଉଁଠାରେ ବୃକ୍ଷ ମୂଳରେ କାହିଁ ବା ଜଗତିରେ। ଗୃହସ୍ଥ ଆଶ୍ରମ ଛାଡ଼ିନ କେହି ନ ପାରେ ରହି। ସମସ୍ତ ଗୃହସ୍ଥ ଅଟନ୍ତି ନୁହେଁ ସନ୍ନ୍ୟାସ କେହି। ଧୈର୍ଯ୍ୟ ଜନକ ଅଟଇ ଦୟା ଜନନୀ ମୋର।
କ୍ଷମା ଅର୍ଦ୍ଧାଙ୍ଗିନୀ ବୋଲାଏ ସତ ଅଟେ କୁମର। ଶାନ୍ତି ନାମେ ଅଛି କୁମାରୀ ତ୍ୟାଗ ଅଟେ ତାବର। ପରିବାର ମୁହିଁ ଚଳାଏ କରି ଧର୍ମ ସମ୍ବଳ। ପୁତ୍ରବଧୂ ରୂପେ ପାଇଛି ବୁଦ୍ଧି ଗୃହ ମଧ୍ୟରେ। ଗୃହଲକ୍ଷ୍ମୀ ରୂପେ ରସେ ଅନ୍ନ ସେ ପରିବାରେ। ସହୋଦର ମୋର ଅଟନ୍ତି ଏକା ପରମ ଆତ୍ମା। ସକଳ କ୍ଷେତ୍ରରେ ସାହାଯ୍ୟକାରୀ ସେହି ମହାତ୍ମା। ଆତ୍ମୀୟ ବାନ୍ଧବ ଅଟନ୍ତି ମୋର ଶ୍ରଦ୍ଧା କରମ। ମୋ ପୁରେ ପ୍ରବେଶ କରନ୍ତି ଦାନ ସେ ନିତ୍ୟ ପ୍ରେମ। ଏପରି ଭାବରେ କରଇ ମୁହିଁ ଗୃହସ୍ଥାଶ୍ରମ। ଏ ଆଶ୍ରମ ଠାରୁ ଶ୍ରେଷ୍ଠ ହିଁ ନାହିଁ ଅନ୍ୟ ଆଶ୍ରମ। ଭାଇମାନେ ମୋର ନ ପାନ୍ତି ପେଟ ପୂରାଇ ଅନ୍ନ। ମଦ ମାଂସ ଖାଇ କରେ ମୁଁ ସଦା ଦିନ ଯାପନ। ଥୁକେ ଚିରା କନା ନ ପାନ୍ତି ଲଜ୍ଜା ବାରଣ ପାଇଁ। ନାନାଦି ପ୍ରକାର ପୋଷାକେ ହୁଏ ଭୂଷିତ ମୁହିଁ। ଏହି ନୀତି ରୀତି ଶିଖିଲି କହ କେଉଁ ଠାବରୁ। ଯେ ଦେଲା ମତେ ଏ ଶିକ୍ଷାକୁ ଅଟେ ସେ କେଉଁ ଗୁରୁ। ଏହି ଶିକ୍ଷା ବଳେ ଦେଶେ କି ବଢ଼େ ଅକର୍ମା ସଂଖ୍ୟା। ଅବାକି ରହସ୍ୟ ରହିଛି ମତେ ଦିଅ ସେ ଶିକ୍ଷା। ଯେଉଁ ଦେହକୁ ମୁଁ ସାଜିଲି କରି ନାନା ଯତନ। ତୁଷ୍ଟି ପୁଷ୍ଟି ପାଇଁ କରିଲି ନାନା ଖାଦ୍ୟ ଭୋଜନ। ସେହି ଦେହ ଗଟି ମିଶିଲା କାଳେ ପଞ୍ଚଭୂତରେ। ହତାଶ ହୋଇ ନ ଚାହିଁଲି ପୁଣି ଚଉଦିଗରେ। ଘାଣ୍ଟେ ଡାକିଲି ବିଧାତା ମତେ ଦିଅ ଆଶ୍ରୟ। ମୋ ବିକଳ ଶୁଣି କରିଲେ ଦୟା ସେ ଦୟାମୟ। ଜ୍ଞାନହୀନ ବୋଲି ଜାଣିନ ଦେଲେ ଦିବ୍ୟ ଶରୀର। ସେ ଦେହ ଲୋଭୀ ନ କରିଲି ସଦା ମନ୍ଦ ଆଚାର। ବାରମ୍ବାର ମତେ କରିନ ଦୟା ସେ ଭଗବାନ। ଅପରାଧ କ୍ଷମି ମୋହରେ କଲେ ସୁଖ ପ୍ରଦାନ। ମାତ୍ର ମୁଁ ତାହାଙ୍କୁ ଭୁଲିନ ହେଲି କୁକର୍ମେ ରତ। ତାହାରି ବଳରେ ନ ମିଳେ ଆଜି ପେଟକୁ ଭାତ। ବାହ୍ୟ କ୍ରୀଡ଼ା ଶକ୍ତି ନଥାଏ ଯାର ସେ ଅଟେ ଜଡ଼। ସାଂସାରିକ କର୍ମ କରଣେ ସେହୁ ବୋଲାଏ ମୂଢ଼। ବାହ୍ୟ ଜ୍ଞାନ ଶୂନ୍ୟ ମଦ୍ୟପ ମଦ୍ୟପାନେ ଯେ ସନେ। ଉନ୍ମତ୍ତ ତେ ସନ ହୁଅଇ ଭକ୍ତ ଈଶ୍ୱର ପ୍ରେମେ। ଈଶ ତତ୍ତ୍ୱ ଲାଭ କରିନ ଶୁକ ଜଡ଼ ଉନ୍ମତ୍ତ। ହୋଇ ବୁଲିବାରୁ ଲୋକରେ ହେଲେ ବାଇଆ ଖ୍ୟାତ। ଭଗବାନେ ସ୍ଥିର ହୁଅଇ ଯାର ଦୃଢ଼ ବିଶ୍ୱାସ। ଶାନ୍ତି ଲାଭ ସେହୁ କରଇ ପିଇ ପ୍ରେମ ପିୟୁଷ। ଜଗତରେ ଏହା କର୍ମ ହିଁ ଅନ୍ୟ ସବୁ ଅକର୍ମ। ଅକର୍ମ କରଣେ ଭୋଗନ୍ତି ପ୍ରାଣୀ ଅଶାନ୍ତି ପୂର୍ଣ୍ଣ। ହରି ଗୁଣ ଗ୍ରାମ ବିହୀନେ ଶାସ୍ତ୍ର କାମନା ପୂର୍ଣ୍ଣ। ମାନସ ହଂସର ତହିଁରେ ଜାତ ନୁହଁଇ ପ୍ରେମ। କାମ୍ୟ କର୍ମ ଯଦି ଈଶ୍ୱରେ ଅର୍ପିତ ନ ହୁଏ ତାର ଅନୁଷ୍ଠାନେ କର୍ତ୍ତାର କର୍ତ୍ତୃତ୍ୱ ହିଁ ନଥାଏ। ଆତ୍ମଜ୍ଞାନ ଲାଭ ନ ହେଲେ ଆତ୍ମା ନୁହେଁ ତୃପତ। ଆତ୍ମଜ୍ଞାନୀ କରି ପାରଇ ଶ୍ରୀ ଗୁରୁଙ୍କୁ ସାକ୍ଷାତ। ନିବୃତ୍ତି ପଥରେ ପଥିକ ହେଲେ ମିଳଇ ମୁକ୍ତି। ପ୍ରବୃତ୍ତି ପଥରେ ଚଳିଲେ କାମ୍ୟ କର୍ମେ ଆସକ୍ତି। ପୂର୍ବ କର୍ମ ନେଇ ଭୋଗଇ ଜୀବ ବିଷୟ ସୁଖ। ବିଷୟରେ ଲିପ୍ତ ରହିଲେ କାଳେ ମିଳଇ ଦୁଃଖ। ସମସ୍ତ ଆୟକୁ ବୁଝିନ କରୁ ଆଦାୟ କର। ଯେଉଁ ଆୟ ମନ କରିଛୁ ବୁଝାଇବୁ ସେଠାର। ତୋର ପକ୍ଷେ ଯାହା ଖେଳଟି ଅଟେ ଅନ୍ୟକୁ କାଳ। ବୁଝୁନାହୁଁ ମୂର୍ଖ କିମ୍ପାଇଁ
ହୋଇ ସୁଖେ ବିଭୋଳ। ଯତି ସତୀ ହେଲେ ଲଭନ୍ତି ଦଣ୍ଡ ଅପରାଧରେ, କିପରି ବା ତୁହି ବର୍ତ୍ତିବୁ ସଦା ମାରି ଜୀବରେ। ବିଧିର ବିଧାନ ଅନ୍ୟଥା କେହି ନ ପାରେ କରି, ବିଧି ବଶେ ଅବତରିଣ କର୍ମ କରନ୍ତି ହରି। ବିଧିକୁ ନ ଲଙ୍ଗି ଶ୍ରୀରାମ କଲେ ସମୁଦ୍ରେ ବନ୍ଧ, ବିଧି ବଶେ ଉଦେ ହୁଅନ୍ତି ନଭେ ଦିନେଶ ଚନ୍ଦ୍ର। ବିଧି ବଶେ ଜରାସରରେ ହତ ହେଲେ ଶ୍ରୀହରି, କୂଳ ଲଙ୍ଘୁ ନାହିଁ ସାଗର ବିଧି ବିଧାନେ ତରି। ବିଧି ବଶେ 4 ବର୍ଷଣ କରୁଛନ୍ତି ବାରିଦ, ବିଧିରେ ପବନ ବହଇ ଯିବେ ଦେଇ ଆମୁଦ। ବିଧିରେ ଜନନୀ ଜଠରେ ରହେ ଶିଶୁ ସନ୍ତାନ, ବିଧିରେ ପୁରୁଷ ନାରୀଏ ହୋଇଛନ୍ତି ସ୍ୱଜନ। ବିଧି ବଶେ ହୋଇ ଦେବକୀ ଗର୍ଭେ ଅନନ୍ତ ସାଇ, ଯଥା କାଳେ ନେଇ ଆଶ୍ରୟ ହେଲେ ଜନମମହି। ବିଧିର ବିଧାନ ଅଲଙ୍ଘ୍ୟ ଜଗତରେ ଅଟଇ, କର୍ମକ୍ଷେତ୍ରେ କର କରମ ବିଧି ଆଶ୍ରିତ ହୋଇ। ପ୍ରଥମେ ଶୂନ୍ୟ ଶ୍ରୀ ଗୁରୁ ରୂପ ଗୁଣ ଅତୀତ, ଦ୍ୱିତୀୟ ଶୂନ୍ୟରୁ ନାଦଟି କର୍ଣ୍ଣ ଅର୍ଦ୍ଧ ଚନ୍ଦ୍ରତ, ତୃତୀୟ ନାଦରୁ ଉଦ୍ଭବ ରୂପ ଚକ୍ଷୁ ମଧ୍ୟରେ, ଅକାର ସକାର ରୂପରେ ସେହି ରାମ ଶ୍ରୀହରେ। ରୂପୁ ଜାତ ହେଲା ନାମଟି ନାସାଦ୍ୱାରେ ଭଜନ, ସ୍ୱୟଂ ହଂସ ବେନି ପାଦରେ କରେ ସେ ବିଚରଣ। ନାମରୁ ଅକ୍ଷର ହୋଇଛି ଜଗନ୍ନାଥ ମୂରତି, 4 ବେଦେ ସେହି ଗୁପତ ଭାବେ ହୋଇଛି ସ୍ଥିତି। ଋକ୍ ସାମ ଯଜୁ ଅଥର୍ବ ଅଟେ 4 ବେଦ, ମଧ୍ୟରେ ଯେ କ୍ରୀଡ଼ା କରଇ ନାମ ତା ଶିଶୁପଦ। ଭଜ ଏକାକ୍ଷର ମୂର୍ତ୍ତିଙ୍କୁ ସେହି ରୂପଟି ସତ୍ୟ, ଯେତେ ରୂପ ସେହୁ ବ୍ରହ୍ମାଏ ରୁହ ବିଚଳିତ। ଏକାକ୍ଷର କର ଭଜନ ଜାଣି ବ୍ରହ୍ମାଣ୍ଡ ଏକ, ଏକ ବଳେ ସୃଷ୍ଟି ହୋଇଛି କାଳେ ରୂପ ଅନେକ। ସାର ଯେବେ ବିଦ୍ୟାଧରଟି ବିଦ୍ୟା କି ପ୍ରୟୁଜନ, ବିଦ୍ୟା ବଳେ ହୋଇ ଅବିଦ୍ୟା କଲା ସୃଷ୍ଟି ସୃଜନ। ସୃଷ୍ଟି ସ୍ଥିତି ପୁଣି ପ୍ରଳୟ ହୁଏ ଅବିଦ୍ୟା ବଳେ, ଏ 3 ଗୁଣରୁ ବାହାର ବିଦ୍ୟା ସଦା କୌଶଳେ। ଆକାଶରେ ମେଘ ଉଦ୍ଭବ ମେଘ ନୁହେଁ ଆକାଶ, ଆକାଶ ନିର୍ଗୁଣ ଅଟଇ ମେଘ ଗୁଣେ ପ୍ରକାଶ। ଆକାଶ ନିର୍ଗୁଣ ଅଟଇ ମେଘ ଗୁଣେ ପ୍ରକାଶ। ଆକାଶ ନିର୍ଗୁଣ ଅଟଇ ମେଘ ଗୁଣେ ପ୍ରକାଶ।